ନଥିବା ସମୟ ପରା ହେଇଗଲାଣି ଆମେ ନଈ କୂଳରେ ଆସି ଗାଥେଇ ଗାଥେଇ ସମୟ ନଷ୍ଟ କରିଦେବା ନା କ'ଣ? ହଲ ପଲବି ମୁଁ ବି ଦେଖୁଛି ଯେ ତୋର କ'ଣ ନା କ'ଣ ଗୋଟେ ହେଇଛି ସେଥିପାଇଁ ତମେ ନା ଭାରି ଚନଚନା ଆଉ ହଲ ପଲବି ମିନା ଠିକ୍ କହୁଛି। ତୋ 17 ପୁରୀ 18 ହେଲା ସେଥିପାଇଁ ତୋ ଦେହଟା ବାରି ଚିକଣିଆ ଦିଶୁଛି। କ'ଣ ହେଇଛି ଲୋ? ଏଇ 2-3 ଦିନ ହେଲା ତୁ ବାରି ଖୁସିରେ ରହୁଛୁ। କଥା କ'ଣ ନା ତୁ କା ପ୍ରେମରେ ପଡ଼ି ଯାଇଛୁ ଲୋ? ହେଲେ ହେରିନା ହେଲେ ହେମିନା ତୁମେ ମାନେ ଯା ଭାବୁଛ ସବୁ କିଛି ନୁହଁ। ମୁଁ ଏପର୍ଯ୍ୟନ୍ତ କାହାକୁ ବି ଭଲ ପାଇନି। ତା ଛଡ଼ା ମୁଁ କାହାକୁ ଭଲ ପାଇବି କି ନ ପାଇବି ସେଇଟା ବାଲାଙ୍କ ଇଚ୍ଛା। ଆଜି ସେ ବିଷୟରେ ମୁଁ ଚିନ୍ତା ବି କରିନି ହେଲା। ହେଲେ ହେ ପଲବି ଆମ କଥା ମାନ ତୋ ବାପା ମାଙ୍କୁ କହି ଶୀଘ୍ର ବାହା ହେଇ ପଡ଼। କେତେ ଦିନ ଆଉ ତୁ ଆମ ସହିତ ମିସ୍ତ୍ରୀ କାମ କରିବୁ ଲୋ? ନାଲେ ମୋ ଭାଇଆକୁ ବାହା ହେଲା ପରେ ମୁଁ ବାହା ହେବି। ତୁମେ ମାନେ ମୋ ଭାଇର ବିଷୟରେ କିଛି କହିବାନି। ତା ଛଡ଼ା ଆମ କାମ ଜସମଟା ହେଇଗଲାଣି। ଆରେ ଚାଲ ଘରକୁ ଯିବା ଆଉ ଖାଇସାରି କାମକୁ ଯିବା। ଚାଲ ଭଉଣୀ ଭଉଣୀ ଟିକେ ଶୁଣିବେ। ଆରେ ଭଉଣୀ ତମକୁ କହୁଛି। ଆରେ ନା ଭଉଣୀ ନା ମୁଁ ତମକୁ କହୁଛି ତମକୁ। ନା ଭଉଣୀ ମୁଁ ତମକୁ କହୁଛି। ହଁ ଭଉଣୀ ଟିକେ ଶୁଣିବେ। ଆରେ ଭାଇ କନିଷ୍କ କଥା କ'ଣ କି ଭଉଣୀ ମୁଁ ଏଇ ସହରରେ ନୂଆ ଆସିଛି ତ ସେଇଥିପାଇଁ ମୁଁ କିଛି ଜାଣିନି। ଆଚ୍ଛା ଭଉଣୀ ଏଇ ସହରର ନାଁ କ'ଣ? ଏଇ ସରେ ନା ହେଉଛି ମାଲକାନଗିରି। ଓ ମାଲକାନଗିରି। ଭାଇ ବାହ ବହୁତ ସୁନ୍ଦର ନା। ଆଚ୍ଛା ଭଉଣୀ ତମ ଏଇ ସହରରେ ଛୋଟିଆ ମୋଟିଆ କାମ ମିଳିପାରିବ କି? ଓ ଭାଇ କାମ ମିଳିବ। ହେଲେ କ'ଣ ତମେ ଏଠି କାମ କରିବାକୁ ଆସିଛ? ହଁ ଭଉଣୀ ମୁଁ ଏଠି କାମ ଖୋଜିବାକୁ ଆସିଛି। ଆରେ କୁହ ନା କାହା ପାଖରେ ଗଲେ ମତେ କାମ ମିଳିବ? ହେଲେ ଭାଇ ତମେ ଗୋଟେ ଆଇବାଇଗର ପୁଅ ଲାଗୁଛ। ତୁମେ ପୁଣି ଏଠି କି କାମ କରିବା? ଭଉଣୀ ମୁଁ ଯେକୌଣସି କାମ ହେଲେ ବି କରିବି। ଆରେ କୁହ ନା କାହା ପାଖରେ ଗଲେ ମତେ କାମ ମିଳିବ? ଠିକ ଅଛି ତାହେଲେ ମୋ ପାଖକୁ ଆସେ। ଆରେ ଆସ ଆରେ ଆସ ନା। ଏଇ ରାସ୍ତା ଦେଖୁଛ? ଏଇ ରାସ୍ତା କିଛି ବାଡ଼ି ଗଲା ପରେ ଗୋଟେ ଚକ ପଡ଼ିବ। ସେଇ ଚକରୁ ବାପଟି ବୁଲିବ। ବାପଟି ବୁଲିଲା ପରେ ଗୋଟେ ଗଛ ପଡ଼ିବ। ସେଇ ଗଛ ସାଇଡ଼ରେ ଗୋଟେ ବଡ଼ ବିଲ୍ଡିଂ ଅଛି। ସେଇଟା ଅଛି ରେଙ୍ଗା ମିସ୍ତ୍ରୀ ଘର। ସେଠି ଗୋଟେ ଛୋଟିଆ ଠିକାଦାର ବୋଲି ସେଇଠି ରହୁଛନ୍ତି। ତାଙ୍କ ପାଖକୁ ଦେଲେ ତୁମକୁ ନିଶ୍ଚୟ କାମ ମିଳିବ। ବୁଝିଲ? ପିଟିଲେ ପୁଣି ଗଲେ କୁଆଡ଼େ? ଭାଇ ହଁ ତାହେଲେ ତୁମେ ଏଇଠି ଓ ଭାଇ ହେଲେ ଓ ମିଷ୍ଟର ଆରେ ମନୀଷ ପାଗଳ ହେଇଗଲା ବୋଧେ। ଓ ସରି ଭଉଣୀ ସରି। ଆରେ ହଁ ଏଇ ରାସ୍ତା ତ। ସେ ବୁଧୁ ଏଇ ରାସ୍ତା ନୁହଁ ଏଇ ରାସ୍ତାଟା। ଓ ତାହେଲେ ଏଇ ରାସ୍ତା। ଧନ୍ୟବାଦ ଭଉଣୀ ତମେ ମତେ ଏଇ ଆଡ୍ରେସଟା ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ। ହେଲେ ହେଇଗଲାଣି ନା। ଚାଲେ ଆମ କାଗଜଟା ହେଇଗଲାଣି। ଛାଡ଼ିଲା ଭାଇ ଚାଲେ ଆମେ ଆସୁଛୁ। ଠିକ ଅଛି ଭଉଣୀ। ବାଏ।
ସତରେ ସେ ଝିଅଟା ଦେଖିବାକୁ ନା ବହୁତ ସୁନ୍ଦର, ତା ଚାଲି ଚରଣ କଥାବାର୍ତ୍ତା ବହୁତ ଭଲ। ଆରେ ଛାଡ଼ ସେ କଥା, ଆରେ ରାଗରେ ସିନା ଘର ଚାଲି ଚାଲି ଆସିଲି, ହେଲେ ସହର ଚଳିବାକୁ ହେଲେ ମୋ ହାତରେ ଗୋଟିଏ ଟଙ୍କା ନାହିଁ ନା, ଯେମିତି ହେଲେ ବି ସେ ରେଙ୍ଗା ମିଶିବା ଖୋଜି ଦେଇ ଛୋଟିଆ ମୋଟିଆ କାମ କରିବାକୁ ପଡ଼ିବ। ହଁ ଯାଉଛି ଯାଉଛି ସେ ରେଙ୍ଗା ମିଶିବା ଖୋଜି। अरे पल्लवी केमती सबदिन काम को पठेबा मत जमा भल लागुनी। ए सती ए तू कौन कहब चाहू? अरे जा कहबार जे सीधा सीधा कहूनु। मोर कहबार कथा हैला बड़िला झील को एमती सबदिन बाहर काम को पठेबाटा जमा भल नुह। देखु देखु पल्लवीर बाहागर बयसटा पाखे आसलानी, ता छड़ा आजिकल रो पुओ झील मान को भरोसा करवाटा ठीक नुह। मो झाड़ू छे मो झाड़ू छे एले मु कोहड़ करबी? तू तो बोल बारू जानी छु कौन काम धाम करि पारिबी ना मु काम धाम करि पारिबी कि ता छड़ा चारि चारिटा ग्रुप टंका उड़ै छु। आम पुओ विक्रम पल्लवी काम करूछंती बोली मास को ग्रुप पैसा बादुछंती आउ आम परिवार भी तांके ही चलछंती। तमानी बड़िला झील को बासा न करी एमती सबदिन काम को पठेबा ना कौन? मत तो जा लागुची तमरा पल्लवी पई बिल्कुल चिंता ना। ए साथी ए अरे वर्षे दु वर्ष जाऊ आम घर पैसा सब छिंडी जाऊ तापर कौटी गोटे भल पुओ देखी पल्लवीर बाहागर करवा है। अरे तुम टे धैर्य कर। अरे अरे बाबा बिगिन तू आसगलु ओ बापा, अरे बापा মা, अरे তুমি মানে এটি কোন আলোচনা করছো? আর কোন হয়েছে বাপা, কোন হয়েছে কুহ? अरे बाबू विक्रम से किसी रहे रे किसी रहे कहीं तो भौणी पल्लवी पाई तो माँ तो सहित अरे भागर विषय आलोचना करती। हो बापा मत भी से चिंता चारि चार्टा ग्रुप टंका के चिंटिब और पल्लवीर बाहागर केबे मत भी से चिंता लगी रही बापा। हेले बापा तुम्हें आउ चिंता करनी माने ए वर्ष के भीतर तो ग्रुप टंका सब चिंटी तापर पल्लवीर बाहागर खूब आराम रे कर दो बापा। अरे बाबू विक्रम तू सत कहू ना? हो बापा ताल ठीक अच्छे हेले माँ पल्लवीर तो काम दिया समयटा हो गलानी, पल्लवी जाइछु कुआडे? अरे बा विक्रम पल्लवी ता संग रीना मीना सहित गाधेबा को जाइछि से आसुथिब। अरे ये तो पहुंची गलानी। पापा भाई अरे कौन है तू मन कि चिंता रे तिला बरी लागछ कौन है माँ? अरे माँ पल्लवी समय आसी 9टा बाजलानी तू आज काम को जीव ना नहीं? ओ माँ मु काम को जीबी हेले मत किछि खाइबा को दिया मु खाइ सारी काम को जीबी। हाँ हाँ चलो समस्ते समस्त पाई मु खाइबा बाड़ी देबी। अरे चलो चलो माँ, चलो